ଦେଖନ୍ତୁ ବ୍ୟାଙ୍କ ସେଭିଂ ଆକାଉଣ୍ଟକୁ ନେଇ ନୂଆ ଅପଡେଟ୍ ଆସିଛି। ଆର୍ବିଆଇ ତରଫରୁ ନିଷ୍ପତ୍ତି ରହିଛି 7%ରୁ ଅଧିକ ସୁଧ ମିଳିବ। ଏଥିରେ ଗ୍ରାହକମାନଙ୍କୁ ବଡ଼ ଲାଭ ମିଳିବ। ଆସନ୍ତୁ ଜାଣିବା ସେଭିଂ ଆକାଉଣ୍ଟକୁ ନେଇ ଆର୍ବିଆଇ ତରଫରୁ କେଉଁ 5ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଯଦି ଆଜିକା ଡେଟ୍ରେ ଆପଣଙ୍କ ପାଖରେ ଗୋଟିଏ ବ୍ୟାଙ୍କ ଖାତା ରହିଛି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣ ଜାଣିଥିବେ ସମୟ ସମୟରେ ବ୍ୟାଙ୍କରେ ନୂଆ ନୂଆ ନିୟମ ଗୁଡ଼ିକ ଲାଗୁ କରାଯାଏ, ସିଷ୍ଟମରେ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ଆପଣମାନେ ଏହି ସିଷ୍ଟମ ଗୁଡ଼ିକ ବିଷୟରେ ବୁଝିବା ଜାଣିବା ନିହାତି ଜରୁରୀ, କାହିଁକି ନା ଆପଣ ଦୈନନ୍ଦିନ ଜୀବନରେ ଟଙ୍କା ଉଠାଉଛନ୍ତି, ଟଙ୍କା ରଖୁଛନ୍ତି, ଟଙ୍କା ଅନ୍ୟ କାହାକୁ ପଠାଉଛନ୍ତି। ଯଦି ଏଥିରେ ଆପଣମାନଙ୍କର କୌଣସି ଗୋଟିଏ ଭୁଲ ହେଇଯାଉଛି, ଆପଣଙ୍କର ବ୍ୟାଙ୍କ ଖାତାରୁ ଟଙ୍କା କଟିଯିବ, ଆପଣମାନେ ଜାଣିପାରିବେନି। ହଠାତ୍ ଆପଣଙ୍କ ମୋବାଇଲକୁ SMS ଆସିବ, ଆପଣଙ୍କ ଆକାଉଣ୍ଟରୁ ଏତିକି ଟଙ୍କା କଟିଗଲା, ଆପଣମାନଙ୍କର ମୁଣ୍ଡ ଖରାପ ହେଇଯିବ। ତ ସେଥିପାଇଁ ଆପଣମାନେ ସମୟ ସମୟରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକରେ ନିୟମ ଗୁଡ଼ିକ ଲାଗୁ କରାଯାଉଛି ଏବଂ ପରିବର୍ତ୍ତନ ଗୁଡ଼ିକ ଲାଗୁ କରାଯାଉଛି ତା ବିଷୟରେ ବୁଝିବା ଜାଣିବା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। କ'ଣ ରହିଛି ବ୍ୟାଙ୍କ ଖାତାକୁ ନେଇ ନୂଆ ଅପଡେଟ୍? ଏହି 5ଟି ଅପଡେଟ୍ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଦେଖନ୍ତୁ ଆର୍ବିଆଇର ସାମ୍ପ୍ରତିକ ନିଷ୍ପତ୍ତି ବ୍ୟାଙ୍କିଂ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆକାଉଣ୍ଟଧାରୀମାନେ ଏବେ ସଞ୍ଚୟ ଆକାଉଣ୍ଟ ଉପରେ 7%ରୁ ଅଧିକ ସୁଧ ହାର ପାଇବାର ଆଶା କରିପାରିବେ। ଏହି ଉନ୍ନତି କ୍ଷୁଦ୍ର ଆର୍ଥିକ ବ୍ୟାଙ୍କଗୁଡ଼ିକ ଦ୍ୱାରା ସମ୍ଭବ ହୋଇପାରିଛି। ପୂର୍ବରୁ ସଞ୍ଚୟ ଖାତା ସୁଧ ହାର ବହୁତ କମ୍ ଥିଲା, କିନ୍ତୁ ଏବେ ଜମା ବୃଦ୍ଧି ପାଇବା ସହିତ ସୁଧ ହାର ମଧ୍ୟ ବୃଦ୍ଧି ପାଇଛି। ଆର୍ବିଆଇ ବ୍ୟାଙ୍କଗୁଡ଼ିକକୁ ଜମା ଆକର୍ଷିତ କରିବାକୁ ଅନୁମତି ଦେଇଛି। ଏହା ସାଧାରଣ ଲୋକଙ୍କ ସଞ୍ଚୟକୁ ଲାଭ ପହଞ୍ଚାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା ସେଭିଂ ଆକାଉଣ୍ଟକୁ ନେଇ କ'ଣ ରହିଛି ନୂଆ ଅପଡେଟ୍। ଦେଖନ୍ତୁ ଆର୍ବିଆଇ ସମ୍ପ୍ରତି ଏହାର ମୁଦ୍ରାନୀତିରେ ରେପୋ ହାରକୁ 5.25% ସ୍ଥିର ରଖିଛି। ଏହା ବ୍ୟାଙ୍କଗୁଡ଼ିକକୁ ଜମା ବୃଦ୍ଧି କରିବା ପାଇଁ ସୁଧ ହାର ବୃଦ୍ଧି କରିବାକୁ ଅନୁମତି ଦେଇଛି। ବିଶେଷ କରି ଆର୍ଥିକ ବ୍ୟାଙ୍କଗୁଡ଼ିକ ସଞ୍ଚୟ ଖାତା ଉପରେ 7%ରୁ ଅଧିକ ସୁଧ ହାର ପ୍ରଦାନ କରିବା ଆରମ୍ଭ କରିଛି। ଏହି ନିଷ୍ପତ୍ତି ଗୁଡ଼ିକ ଫେବୃଆରୀ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ବ୍ୟାଙ୍କଗୁଡ଼ିକକୁ ଏବେ ପ୍ରତିଯୋଗିତା କରିବାକୁ ପଡ଼ିବ ଏବଂ ଗ୍ରାହକମାନେ ସହଜରେ ଭଲ ସୁଧ ହାର ବାଛିପାରିବେ। ଦେଖନ୍ତୁ ଅର୍ଥନୀତିରେ ସ୍ଥିରତା ବଜାୟ ରଖିବା ଆର୍ବିଆଇର ଉଦ୍ଦେଶ୍ୟ। ଜମା ବୃଦ୍ଧି ବ୍ୟାଙ୍କଗୁଡ଼ିକକୁ ମଜବୁତ କରେ, ଆକାଉଣ୍ଟଧାରୀମାନେ ସିଧାସଳଖ ଲାଭ ପାଉଛନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ସେଭିଂ ଆକାଉଣ୍ଟରେ 7%ରୁ ଅଧିକ ସୁଧ କିପରି ଆପଣମାନେ ପାଇପାରିବେ। ଦେଖନ୍ତୁ ସଞ୍ଚୟ ଆକାଉଣ୍ଟ ଉପରେ ସୁଧ ଏବେ ଏକ ସ୍ଲାବ ଆଧାରରେ କାର୍ଯ୍ୟ କରେ। ଛୋଟ ପରିମାଣ ପାଇଁ 2.5%ରୁ 3.5%, କିନ୍ତୁ 1 ମିଲିୟନରୁ ଅଧିକ ପରିମାଣ ପାଇଁ 7%ରୁ ଅଧିକ ସୁଧ ମିଳିଥାଏ। ଉଦାହରଣ ସ୍ୱରୂପ ସୂର୍ଯ୍ୟ ଉଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ 1 ମିଲିୟନରୁ 2 କୋଟି ପର୍ଯ୍ୟନ୍ତ ପରିମାଣ ପାଇଁ 7.5% ସୁଧ ପ୍ରଦାନ କରେ। ଯେମିତିକା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଗୁଡ଼ିକ 25 ଲକ୍ଷରୁ 1 କୋଟି ପର୍ଯ୍ୟନ୍ତ ଜମା ଉପରେ 7.25% ସୁଧ ପ୍ରଦାନ କରେ। ଏହି ସୁଧଟି ଆପଣମାନଙ୍କର ଇକ୍ୱିଟାସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ପ୍ରଦାନ କରେ। ସେହିପରି ଆପଣମାନଙ୍କର ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ମଧ୍ୟ 50 ଲକ୍ଷରୁ ଅଧିକ ଜମା ଉପରେ 7.25% ସୁଧ ପ୍ରଦାନ କରେ। ଏହି ହାର ଗୁଡ଼ିକ ଦୈନିକ ବାଲାନ୍ସ ଉପରେ ଆଧାର କରି ଗଣନା କରାଯାଏ। ଦେଖନ୍ତୁ ସୁଧ ତ୍ରୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଭାବରେ ଜମା କରାଯାଏ। ବାଲାନ୍ସ ଯେତେ ଅଧିକ ହେବ ଲାଭ ସେତେ ଅଧିକ ହେବ, ତଥାପି ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ ଗୁଡ଼ିକ ସର୍ବାଧିକ ଆପଣମାନଙ୍କୁ ସୁଧ ପ୍ରଦାନ କରୁଛି। ଆସନ୍ତୁ ତା ଉପରେ ନଜର ପକାଇବା। ଦେଖନ୍ତୁ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଗୁଡ଼ିକ ସର୍ବୋତ୍ତମ ସୁଧ ପ୍ରଦାନ କରନ୍ତି। ଜନକ୍ଷୁଦ୍ର ଆର୍ଥିକ ବ୍ୟାଙ୍କ 50 ଲକ୍ଷ ଟଙ୍କାରୁ
ଅଧିକ ଟଙ୍କା ଉପରେ 7% ପର୍ଯ୍ୟନ୍ତ ସୁଧ ପ୍ରଦାନ କରେ। ୟେସ୍ ବ୍ୟାଙ୍କ ଏବଂ ଆରବିଆଇ ବ୍ୟାଙ୍କ ମଧ୍ୟ ଉଚ୍ଚ ସୁଧ ପ୍ରଦାନ କରେ। ଇସିଏଫ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ 50 କୋଟି ଟଙ୍କାରୁ ଅଧିକ ଜମା ଉପରେ 8% ପର୍ଯ୍ୟନ୍ତ ସୁଧ ପ୍ରଦାନ କରେ। ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ 100 କୋଟି ଟଙ୍କା ପର୍ଯ୍ୟନ୍ତ ଜମା ଉପରେ 8% ସୁଧ ପ୍ରଦାନ କରେ। ଏହି ବ୍ୟାଙ୍କଗୁଡ଼ିକ ଆରବିଆଇ ନିୟମ ପାଳନ କରନ୍ତି। ସେହିପରି ଏସ୍ବିଆଇ କିମ୍ବା ଏଚ୍ଡିଏଫ୍ସି ପରି ବଡ଼ ବ୍ୟାଙ୍କଗୁଡ଼ିକ କେବଳ 3%ରୁ 4% ପର୍ଯ୍ୟନ୍ତ ସୁଧ ପ୍ରଦାନ କରନ୍ତି। ଛୋଟ ବ୍ୟାଙ୍କଗୁଡ଼ିକ ଅଧିକ ବିପଦ ନିଅନ୍ତି, ତେଣୁ ସେମାନେ ଅଧିକ ସୁଧ ହାର ଦିଅନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ଫ୍ଲୋଟିଂ ରେଟ୍ ସେଭିଂ ବଣ୍ଡ ସ୍କିମ୍ କ'ଣ ରହିଛି ଗ୍ରାହକମାନଙ୍କ ପାଇଁ। ଦେଖନ୍ତୁ, ସରକାରଙ୍କ ଫ୍ଲୋଟିଂ ରେଟ୍ ସେଭିଂ ବଣ୍ଡସ୍ 2020 ଯୋଜନା ଆରବିଆଇ ମାଧ୍ୟମରେ ପରିଚାଳିତ ହୁଏ। ଏଗୁଡ଼ିକ ହେଉଛି କରଯୋଗ୍ୟ ବଣ୍ଡ ଯାହା ଏନ୍ଏସି ହାର ସହିତ 0.35% ସୁଧ ହାର ପ୍ରଦାନ କରେ। ଜାନୁଆରୀ-ଜୁନ୍ 2024 ପର୍ଯ୍ୟନ୍ତ ସୁଧ ହାର 8.04% ରହିଛି। ସମ୍ପୂର୍ଣ୍ଣ ସୂଚନା ଜାଣିବା ତ ନିଶ୍ଚୟ, ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି ଫ୍ଲିପକାର୍ଟରେ ବଢ଼ିଆ ମନି ପର୍ସ ଗୁଡ଼ିକ ମିଳୁଛି। ଆପଣମାନଙ୍କୁ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି, ଆପଣମାନେ ଅର୍ଡ଼ର କରିନିଅନ୍ତୁ। ଦେଖନ୍ତୁ, ଏହା ଏକ ସଞ୍ଚୟ ଖାତା ପରି ନୁହଁ, କିନ୍ତୁ 7 ବର୍ଷର ପରିପକ୍ୱତା ସହିତ ଏହା ସୁରକ୍ଷିତ। ନିବେଶ ସର୍ବନିମ୍ନ 1000 ଟଙ୍କାରୁ ଆରମ୍ଭ ହୁଏ। ବରିଷ୍ଠ ନାଗରିକମାନେ 4ରୁ 6 ବର୍ଷ ପରେ ସମୟ ପୂର୍ବରୁ ଟଙ୍କା ଉଠାଣ କରିପାରିବେ। ଦେଖନ୍ତୁ, ସରକାର ଲୋକଙ୍କୁ ବ୍ୟାଙ୍କ ବାହାରେ ନିବେଶ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଯୋଜନା ଚଳାଇଛନ୍ତି। ପ୍ରତି ଅଧା ବର୍ଷରେ ସୁଧ ଏଥିରେ ଆପଣମାନଙ୍କୁ ମିଳିଯିବ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ଯୋଜନାରେ ପ୍ରବାସୀ ଭାରତୀୟମାନେ ନିବେଶ କରିବା ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣମାନେ କିପରି ଆବେଦନ କରିବେ ଏବଂ କ'ଣ ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ଆସନ୍ତୁ ତା ଉପରେ ଡିଟେଲ୍ସ ନଜର ପକାଇବା। ଦେଖନ୍ତୁ, ସଞ୍ଚୟ ଖାତା ଖୋଲିବା ପାଇଁ ଏକ ବ୍ୟାଙ୍କ ଶାଖା କିମ୍ବା ଆପ୍ ପରିଦର୍ଶନ କରିବାକୁ ପଡ଼ିବ। ଆଧାର ଏବଂ ପାନ୍ ଭଳି KYC ଡକୁମେଣ୍ଟସ୍ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଏକ ଛୋଟ ବ୍ୟାଙ୍କ ବାଛିଲେ ଅଧିକ ସୁଧ ହାର ଆପଣମାନଙ୍କୁ ମିଳିବ। ଦେଖନ୍ତୁ, ଷ୍ଟକ୍ ଲୋଡ଼ିଂ କର୍ପୋରେସନ୍ କିମ୍ବା ଅଧିକୃତ ବ୍ୟାଙ୍କରେ ବଣ୍ଡ ପାଇଁ ଆପଣ ଆବେଦନ କରିପାରିବେ। ଆପଣମାନେ କନଫର୍ମ ହୋଇଯାଆନ୍ତୁ ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରହିଛି ବୋଲି। ଯଦି ଆପଣମାନଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନାହିଁ, ତାହେଲେ ଆପଣମାନଙ୍କୁ କାରଦଣ୍ଡ ହୋଇପାରେ। ସହଜ କାରବାର ପାଇଁ ଡିଜିଟାଲ ବ୍ୟାଙ୍କିଂ ବ୍ୟବହାର କରନ୍ତୁ। ଦେଖନ୍ତୁ, DICGC ଦ୍ୱାରା 5 ଲକ୍ଷ ପର୍ଯ୍ୟନ୍ତ ଜମା ବୀମାଭୁକ୍ତ। ଟିକସ ଉଦ୍ଦେଶ୍ୟରେ ଆପଣ ATC ଦାବି କରନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ସୁଧ ଗଣନା ଏବଂ ଟିକସ ନିୟମ ବିଷୟରେ। ଦୈନିକ କ୍ଲୋଜିଂ ବାଲାନ୍ସ ଉପରେ ସୁଧ ଆଦାୟ କରାଯାଏ। ଉଦାହରଣ ସ୍ୱରୂପ ବାର୍ଷିକ 7% ସୁଧରେ 10 ଲକ୍ଷ ଟଙ୍କା ପ୍ରତି ମାସରେ ପ୍ରାୟ 5800 ସୁଧ ଦେବ। ଦେଖନ୍ତୁ, ସାଧାରଣ ଆୟକାରୀଙ୍କ ପାଇଁ 10,000 ପର୍ଯ୍ୟନ୍ତ, ବରିଷ୍ଠ ନାଗରିକଙ୍କ ପାଇଁ 50,000 ପର୍ଯ୍ୟନ୍ତ କର ଛାଡ଼ ଏବଂ ଏହା ଉପରେ ପରିମାଣ ପାଇଁ ସ୍ଲାବ ହାର ପ୍ରଯୁଜ୍ୟ। ସଞ୍ଚୟ ଉପରେ କୌଣସି TDS କଟାଯାଏ ନାହିଁ। ଆପଣମାନଙ୍କର ଆୟ ଯୋଡ଼ି ଆପଣମାନଙ୍କର ରିଟର୍ଣ୍ଣ ଦାଖଲ କରନ୍ତୁ। ଜଣେ ଆର୍ଥିକ ପରାମର୍ଶଦାତାଙ୍କ ସହ କଥା ହୁଅନ୍ତୁ। ଏହି ଅପଡେଟ୍ ସଞ୍ଚୟକୁ ଉତ୍ସାହିତ କରେ। ସଠିକ୍ ବ୍ୟାଙ୍କ ବାଛିବା ଦ୍ୱାରା ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଶୀଘ୍ର କାର୍ଯ୍ୟ କରେଇ ନିଅନ୍ତୁ, ନଚେତ୍ ଏହି ହାର ପରିବର୍ତ୍ତନ ହୋଇପାରେ। ସୁରକ୍ଷିତ ଭାବରେ ଆପଣମାନେ ଇନଭେଷ୍ଟ କରନ୍ତୁ।